ରୁ 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 ସେମିତି କେମିତି ପଳେଇ ଯାଉଛ? ମୋ ଭିଡ଼ିଓଟାକୁ ଦେଖିକି ଯିବ ନା ଆଉ। ଭିଡ଼ିଓକୁ ଡେରି ନ କରି ଷ୍ଟାର୍ଟ କରିଦେବା। ନମସ୍କାର ସାଙ୍ଗମାନେ, ମୁଁ ଦୀପ୍ତି ସ୍ୱାଗତ କରୁଛି ମୋ ଦୀପ୍ତି ଓଡ଼ିଶା ଡାଏରୀକୁ। ଚାଲନ୍ତୁ ଆଜି ବନେଇବା କ'ଣ ଚିକେନ୍ ପକୋଡ଼ା। ପ୍ରଥମେ ଏଠି ଦେଖନ୍ତୁ ମୁଁ ଚିକେନ୍ ନେଇଯାଇଛି ଟିକେ ମିଡ଼ିୟମ୍ ସାଇଜ୍ର। ଦେନ୍ ତାପରେ ମୁଁ ଏଠି ନେଇଗଲି ଆମର କଲର୍ ନେଇ ସାରିଲା ପରେ ଗୋଟା ଜିରା ପକେଇଲି। ଆଉ ମସଲା ତକ ପକେଇଲି ହଳଦୀ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଆଉ ଚିକେନ୍ ମସଲା, ଗରମ ମସଲା ପକେଇ ସାରିଲା ପରେ କାଟି ରଖିଥିଲି ପିଆଜ ତାକୁ ପକେଇଲି। ପକେଇ ସାରିଲା ପରେ ଏଠି କବାବ ପାଉଡ଼ର ତାକୁ ନେଇଗଲି। ତାପରେ ଏଠି ମୁଁ ନେଇଗଲି କର୍ଣ୍ଣଫ୍ଲାୱାର ହେଲା, ତାକୁ ପକେଇଦେଲି। ପକେଇ ଦେଇ ସାରିଲା ପରେ ତାପରେ ସାଙ୍ଗମାନେ କ'ଣ ପକେଇବେ, ଆପଣମାନେ କ'ଣ ପକାନ୍ତି କମେଣ୍ଟରେ କୁହନ୍ତୁ। ଅଦା ରସୁଣ ଛେଚିକି ନେଇଥିଲି ତାକୁ ପକେଇଦେଲି ହେଲା, ବାସ୍ନା ଟିକେ ଆସିବା ପାଇଁ। ଆଉ ଏଠି ନେଇଯାଇଥିଲି କଞ୍ଚା ଲଙ୍କା ଆଉ ଟମାଟୋ, ପିଆଜ ତାକୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ ପକେଇଦେଲି। ପକେଇ ଦେଇ ସାରିଲା ପରେ ଏପଟେ ନେଇଗଲି ଟମାଟୋ ସକ୍ସ ଆଉ ଚିଲି ସକ୍ସ। ମୁଁ ତ ଏଠି ଦେଇନାହିଁ, ଆପଣମାନେ ଚାହିଁଲେ ବି ଦେଇପାରିବେ ହେଲା। ନେଇଗଲା ପରେ ତାପରେ ମୁଁ ଏଠି ଟିକେ ଜଷ୍ଟ ପାଣି ଦେଇକି ମୁଁ ତାକୁ ଗୋଳେଇଲି। ଗୋଳେଇ ଦେଇ ସାରିଲା ପରେ ଆଉ ଅଣ୍ଡା ବି ଆପଣ ନେଇପାରିବେ, ଅଣ୍ଡା ପକେଇବେ। ପକେଇ ଦେଇ ସାରିଲା ପରେ ମୁଁ ଏଠି ତେଲ ଗରମ କଲି। ତେଲ ଗରମ କଲା ପରେ ଏଠି ମୁଁ ଗୋଟେ ଗୋଟେ ପକେଇକି ତାକୁ ଛାଙ୍କିଲି। ହେଇଗଲା ପରେ କଲର୍ ହେଇଗଲା ପରେ ତାକୁ ଛାଙ୍କିଦେବେ। ଛାଙ୍କି ଦେଇ ସାରିଲା ପରେ ବାହାରକୁ ଖୋଲିଦେବେ। ସାଙ୍ଗମାନେ ଆପଣ କେମିତି ବନାନ୍ତି ପକୋଡ଼ା କମେଣ୍ଟରେ ନିହାତି କହିବେ। ଆଉ ସାଙ୍ଗମାନେ ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଥରୁଟିଏ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ନିହାତି କରିବେ ସାଙ୍ଗମାନେ। ଆଉ କେତେ ସବସ୍କ୍ରାଇବର ବାକି ଅଛି 1K ହେବା ପାଇଁ। ରହୁଛି ସାଙ୍ଗ, ଜୟ ଜଗନ୍ନାଥ।